ଜୟ ଜଗନ୍ନାଥ ସମସ୍ତଙ୍କୁ। ଜୟ ଜଗନ୍ନାଥ। ଆଉ ଆଜି ସମୁଦି ଆଜି ଏତେ ଦିନ ପରେ ଘରୁ ପଦାକୁ ବାହାରିଛନ୍ତି, ତାଙ୍କ ଦେହ ଖରାପ ହେଇଯାଇଥିଲା, ପୁରା ଦୋକାନ ପୁରା ବନ୍ଦ ଥିଲା। ଆଉ ଆମେ ବରା ପିଆଜି ଖାଇବାକୁ ବହୁତ ହଇରାଣ ହଉଥିଲୁ। ଆଉ ଆଜି ପଦାକୁ ବାହାରିଛନ୍ତି କ'ଣ ପାଇଁ ନା, ଏଇଠି ଯେଉଁ ଆମେ ବଟବୈଷୟୀ ବାବାଙ୍କ ପାଖରେ ଆମେ ବସିଛୁ, ଏଇଠି ପ୍ରତିବର୍ଷ ଏଠି ଅଷ୍ଟପହରି ହୁଏ। ଆମର ଜାଗରକୁ ପ୍ରତିବର୍ଷ ଅଷ୍ଟପହରି ହୁଏ। ଆଉ ସେଇ ବିଷୟରେ ଡିସ୍କସନ୍ କରିବା ପାଇଁକି ଆସିଥିଲେ, ଆମର ସମୁଦି ଆସିଥିଲେ ଆମ କତିକି ସବୁ। ଆଉ କ'ଣ କରିବା, ଏମିତି ଆମର ତ ଗରିବ ଅନୁଷ୍ଠାନ, ଯାହା ଠାକୁରଙ୍କ ଦୟାରୁ ଯାହା ଯେମିତି ହେଇକି ଚାଲିଛି। ଏ ବର୍ଷ କେତେ ବର୍ଷ ହେଇଯିବ ସମୁଦି? 13ତମ ବର୍ଷ। 13 ବର୍ଷ ହେଇଗଲା। ଆଉ ଯାହା ହଉ ଧନ୍ୟବାଦ ଦେବା ଦିଆଯାଉଛି। ଏଥିପାଇଁ ମୁଁ ସମୁଦି କହୁଛି ଯେ 12-13 ବର୍ଷ ହେଲା ମାନେ ଏତେ ବଡ଼ ଅନୁଷ୍ଠାନକୁ ସିଏ ବଞ୍ଚେଇ ଆସିଛନ୍ତି। ଆଉ କ'ଣ କହିବ ଦାଦା, କ'ଣ କୁହ ଟିକେ? ନାଇଁ, ଆଉ ଆପଣଙ୍କ ଗାଁରେ କେମିତି କ'ଣ ଆରମ୍ଭ ହେଲାଣି କି ନାହିଁ ସେ ବିଷୟରେ ଟିକେ ଜଣେଇବେ। ଆଉ ଏମିତି ଗାଁରେ ସମସ୍ତଙ୍କର ସହଯୋଗ ସହାନୁଭୂତି ବଳରେ ଆମେ ଆଜି ମାନେ 13 ବର୍ଷରେ ପହଞ୍ଚି ପାରିଛୁ। ଭାରି ଖୁସି ଲାଗୁଛି। ଆଜି ସକାଳୁ ସକାଳୁ ମାନେ ଏ ପ୍ରୋଗ୍ରାମ ଚାଲିଛି, ଭିଡ଼ିଓ ଆଜିଠାରୁ ମାନେ ଏଇ ଏବେ ଟିକେ ଏମିତିଆ କାମ ପଶିଯାଉଛି ବୋଲି ଭିଡ଼ିଓ ହରିକା ପଡ଼ିପାରୁନି। କେଉଁ ଆଇଡ଼ିରେ, ତା ଆଇଡ଼ିରେ ପଡ଼ିପାରୁଛି ନା ମୋ ଆଇଡ଼ିରେ ପଡ଼ିପାରୁଛି ନା କାହା ଆଇଡ଼ିରେ ପଡ଼ିପାରୁଛି। ସମୁଦିଆର ହେଉଛନ୍ତି ମେନ୍ ଉଦ୍ୟୋକ୍ତା। ସେ ସବୁ ବୁଝାବୁଝି କରନ୍ତି, ଆମେ ତାଙ୍କ ପଛରେ ରହିକି ହୁଳି ହୁଳି ପକେଇବା ଲୋକ। ଆଉ ଏମିତି ଚାଲିଛି। ଆମେ ତ ତାଙ୍କ ଯାଇ ବହୁତ ସାନ, ଆଉ କ'ଣ କରିବୁ, ଆଉ ଏମିତି ଚାଲିଛି। ଆଉ ତାପରେ ସମୁଦିଙ୍କର ଗୋଟେ କେସ୍ ମଝିରେ ହେଇଗଲା, ବରା ଏଡ଼ିକି ଏଡ଼ିକି କଲେ ଗୁପଚୁପ ଭଳିଆ, ଠକିଲା ଠାରୁ ହାଡ଼ ଫୁଟା ହେଇଗଲା। ଠାକୁର ଯେମିତି ବାହାରିଗଲେ, ଠାକୁର ହେଇଗଲେ ତାଙ୍କ ଦେହରେ। ଆଉ ଚେଷ୍ଟା ବି କରିନି। ଆଉ କାହିଁକି ତମେ କଷ୍ଟମର ପାଇଁ ମିଛ କହୁଛ? ନାଇଁ, ସମୁଦି ଆମର ଯାହା କ୍ୱାଲିଟି ମେଣ୍ଟେନ୍, ପୁରା କ୍ୱାଲିଟି ମେଣ୍ଟେନ୍ କରୁଛନ୍ତି। ଫ୍ରିଡମ ତେଲରେ ହେଉଛି ବରା, ଫ୍ରିଡମ ତେଲ। ଆଉ ଠାକୁରଙ୍କ ଦୟାରୁ ସେ ବହୁତ ଭଲରେ ଅଛନ୍ତି। ଦେଖାଯାଉ ଚାଲୁ, ଆଉ ଆଗକୁ କେମିତି ଆମର ଅନୁଷ୍ଠାନ ବଢ଼ିବ ସେଇ ହେଉଛି ଚିନ୍ତା। ଆଉ ଏ ବର୍ଷ ବି ନିତାଇ ଗୁରୁଙ୍କର ବରାଦ କ'ଣ କେମିତି ଅଷ୍ଟପରି ହବ? ସବୁ ଗ୍ରାମରେ ଆକ୍ଚୁଆଲି ଦାଦା ହରିନାମଟା ହବା ନିହାତି ଦରକାର। କାନରେ ବୁଝ ନ ବୁଝ, କାନରେ ବାଜିଗଲେ କେତେ ପାପ ଧୋଇ। କାନରେ ମେନ୍ କଥା ହେଉଛି ହରିନାମ ବାଜିଗଲେ। ଆମେ ବର୍ତ୍ତମାନ ବହୁତ ବ୍ୟସ୍ତରେ ଆମର ଅଷ୍ଟପହରି ନିତାଇ ଗୌର କେଉଁ ଭଳି ଅବସ୍ଥାରେ କରୁଛନ୍ତି, ସେଇଥିପାଇଁ ଆମେ ବହୁତ ବ୍ୟସ୍ତ ରଖୁଛୁ। ଜୟ ବାବା ବଟବୈଷୟୀ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।